रे भाई प्रथमे यही लिंब गछ को देखुच एडे बड़ बड़ फल ହେଇଛି ମାନେ ଫଳ ଫଳିଛି ବୁଝିଲ। ଏହି ଲିମ୍ବ ଗଛକୁ ଲଗେଇକି ମୋର 6 ବର୍ଷ ହେଉଛି। 6 ବର୍ଷ ପରେ ହିଁ ଏଟା ଛୋଟରୁ ବଡ଼ ହେଇକି ଏବେ ଫଳ ଦେଇଛି ମାନେ ଫଳ ଫଳିଛି ଗଛରେ ବୁଝିଲ। ଭାଇ ଠିକ୍ ସେମିତି ଆମର ମଣିଷ ଜୀବନରେ ମଧ୍ୟ ଯଦି ଆପଣମାନେ ଯଦି ଲାଇଫରେ ଯଦି ସକ୍ସେସ୍ ହେବାର ସ୍ୱପ୍ନ ଅଛି ନା, ଯଦି ଆପଣମାନେ ଗୋଟେ ବର୍ଷ ପର୍ଯ୍ୟନ୍ତ ଯେତେ କଠିନ ପରିଶ୍ରମ କଲେ ମଧ୍ୟ ଆପଣ କେବେ ସକ୍ସେସ୍ ହେଇପାରିବ ନାହିଁ। ସକ୍ସେସ୍ ହେବା ପାଇଁ ଗୋଟେ 7 ରୁ 6 ବର୍ଷ ପର୍ଯ୍ୟନ୍ତ ପୁରା ପରିଶ୍ରମ କରିବାକୁ ପଡ଼ିବ, ତାହେଲେ ଆପଣମାନେ ପୁରା ସକ୍ସେସ୍ ହେଇପାରିବେ। ଯଦି ଏହି ଗଛକୁ ଯଦି ଏହି ଗଛରେ ଫଳ ଫଳିବା ପାଇଁ କେବେ ବି ସକ୍ସେସ୍ ପାଇନଥାନ୍ତା ଏହି ଗଛ ମଧ୍ୟ ବୁଝିଲ। ଯଦି ମୁଁ ଯତ୍ନ କରିନଥାନ୍ତି ଏହି ଗଛ ଏଡ଼େ ବଡ଼ ହେଇନଥାନ୍ତା, କେଉଁ ଗାଈ କି କେଉଁ ପଶୁ ଖାଇ ଦେଇଥାନ୍ତା। ଏହି ଗଛରେ ଫଳ ଫଳିବା ପାଇଁ କେବେ ବି ସକ୍ସେସ୍ ପାଇନଥାନ୍ତା ଏହି ଗଛ ମଧ୍ୟ ବୁଝିଲ। ଠିକ୍ ସେମିତି ଆପଣମାନେ ଯଦି ଯେତିକି କଠିନ ପରିଶ୍ରମ କରୁଛନ୍ତି ତାକୁ କେବେ ବର୍ବାଦ କରିବେ ନାହିଁ, ଆଉ ସାଙ୍ଗ ପିଲାମାନଙ୍କ ସହ ଯାଇକି ମଜାକ ଉଡ଼େଇବେ ନାହିଁ ବୁଝିଲ। ତାହେଲେ ଆପଣମାନେ କେବେ ଲାଇଫରେ ସକ୍ସେସ୍ ହେଇପାରିବ ନାହିଁ। ଏହି ଗଛକୁ ମୁଁ ଯତ୍ନ ନେଇନଥିଲେ ଏହି ଗଛରେ ଏବେ ଫଳ ଫଳିନଥାନ୍ତା କି ମୁଁ ଫଳ ଆର ରିଜଲ୍ଟ ଦେଖିବି ନଥାନ୍ତି ବୁଝିଲ। ୟାକୁ ମୁଁ ଯତ୍ନ ନେବାରୁ ଏଠି ଫଳ ପଡ଼ିଲା ବୁଝିଲ। ତ ଫ୍ରେଣ୍ଡସ୍ ଏମିତି ଭିଡ଼ିଓ ଦେଖିବାକୁ ମୋ ପେଜକୁ ଫଲୋ କର, ଲାଇକ୍ କର। ରହିଲି, ବାଏ।